পঞ্চমুখী কালী মহোজি এই সুবর্ণনগরীর মহাবলী বাঘ দিନରେ রহেবু মଣିষ সভ্য সমাজ ভিতরে কিন্তু রাতিরে রহেবু বন্য জନ୍ତୁଙ୍କ ଗହଣରେ ଦିନରେ ଦରକାର ମତେ ଅରୁଆ ଚାଉଳ ସହିତ ଭାତ ଡାଲମା ରାତିରେ ଦରକାର ମତେ ମଦ ମାଂସ ସହିତ ନାରୀମାନଙ୍କର କଚା ମାଂସ ହଉଛି ଏଇ ସୁବର୍ଣ୍ଣନଗରୀର ଖାଇଲା ବାଘ ନାଗ ନୁହେଁ ବେବୁ ସତ କିନ୍ତୁ নাগর বি আহুরি বেশি ভয়ঙ্কর এই বলবন্ত বলিয়াসি বলবন্ত বলিয়া সিং হেবা পাই অনেক পাহাচ উপরে পাহাচ চড়িছি সেই ধর্মর রাস্তাକୁ ছাড়ি পাপর রাস্তা বনাইছি পাপর রাস্তা ସେଥିପାଇଁ ମୁଁ ଆଜି ବଳଦେବରୁ ବଳବନ୍ତ ବଲିଆସି এই বলবন্ত বলিয়া সিং হଉଛି সেই সমুদ্রর গোটিଏ অশান্ত ঝড় ଯିଏ ଥରେ ମାରି ଆସିଲା ମାନେ ফণী বাত্যা বলি অনেক বাত্যা মারি আসে বাত্যা ও এই সুবর্ণনগরী যেমিতি মনেক অনেক দুঃখ কষ্ট যন্ত্রণা দেইছি এই সুবর্ণনগরীরে সমস্তଙ୍କ আখিরে মু লুহ দেবী লুহ নাগ নୁହେଁ ବେବୁ ସତ କିନ୍ତୁ ନାଗରୁ ଅଧିକ ଭୟଙ୍କର এই বলবন্ত ମୋର ସେଇ ସୁସମ୍ବାଦଦାତା ହଉଛି ମୋରି ବେଙ୍ଗ সেই সোলেটা গলা কুয়ারে কাহিঁকি এপর্যন্ত ମୋ ପାଖରେ ପହଞ୍ଚିଲାନି আবে সোলা বেঙ্গ গলু কুয়ারে বে শীঘ্র নহলে କିଛି ଭଲ ହବନି କହି ଦଉଛି এই বলবন্ত বলিয়া সিং ହଉଛି ଗୋଟେ ଖାଇଲା ବାଘ आज्ञा नमस्कार आज्ञा नमस्कार अबे सोला बेंगो आज्ञा समय कुआरे जाइथिलु बे
ଏତେ ସମୟ କୁଆଡ଼େ ଯାଇଥିଲୁ? କାହିଁକି ବିଳମ୍ବ କଲୁ? ଆବେ ମୁଁ ପରା ତୋତେ କହିଥିଲି ଏଇ ସୁବର୍ଣ୍ଣ ନଗରୀର ବାର୍ତ୍ତା ନେଇ ଆସିବା ପାଇଁ, କିନ୍ତୁ ବିଳମ୍ବ କଲୁ କ'ଣ ପାଇବେ? ସୋଲା ବେଙ୍ଗ ତୁ ସୋଲା ଖାଇଲା ବାଘ ଦେଖିନୁ କିବେ? এই বলবন্ত বলিয়া সিং হଉଛି ଗୋଟେ ଖାଇଲା ବାଘ। ଆଜ୍ଞା ସାରେ ସତ କଥା କହିବାକୁ ହେଲେ ଆଜ୍ଞା ଆଜି ପରା ଥିଲା କାର୍ତ୍ତିକ ପୂର୍ଣ୍ଣିମା, ସେଥିପାଇଁ ଆଜ୍ଞା ଆମ ଗାଁରେ ପ୍ରସାଦ ମିଳିଥିଲା ଆଜ୍ଞା, ସେଥିପାଇଁ ପୁରା ଗପ ଗପ ଗପୁଥିଲି ଆଜ୍ଞା ସେଇ ଚହରା ମୁନରେ ବସିକି, ସେଥିପାଇଁ ଆଜ୍ଞା ଲେଟ୍ ହେଇଗଲା ଆଜ୍ଞା, ନହେଲେ ମୁଁ ଆସେନି କି ଆଜ୍ଞା। ସୋଲ ଇଆଡୁ ସିଆଡୁ କ'ଣ ଗପୁଛୁ ବେ? ଏଇ ସୁବର୍ଣ୍ଣ ନଗରୀର ସୁବାର୍ତ୍ତାଟା ମତେ ଜଣା, ନହେଲେ ତ ମୁଣ୍ଡ ଗଣ୍ଡିଟା ଅଲଗା କରିଦେବି। ଆଜ୍ଞା ସାରେ ଆପଣ ଶୁଣନ୍ତୁ ଆଜ୍ଞା, ମୁଁ ଯେତେବେଳେ ଚହରା ମୁଣ୍ଡରେ ପ୍ରସାଦ ଖାଇକି ଆସୁଥିଲି ଆଜ୍ଞା, ସେଇ ସମୟର କଥାଟା ଆଜ୍ଞା ମୁଁ ଶୁଣିବାକୁ ପାଇଲି ସେଇ ରାଜା ଆଦିତ୍ୟ ସେନ ସେଇ ରାଜା ଆଦିତ୍ୟ ସେନ ତାଙ୍କ ଏକମାତ୍ର ପୁତ୍ର ପ୍ରଭାତ ଆଜି ଗୁରୁକୁଳ ଆଶ୍ରମରୁ ଶିକ୍ଷା ଲାଭକୁ ଫେରି ଆସିଛି। আবে বেঙ্গ আজ্ঞা সারে এই রাজা আদিত্য সেনর পুত্র প্রভাত প্রভাতটা শিক্ষা লাভ করে ফেরুছি, ସେଥିପାଇଁ ଆଜ୍ଞା ତାର ଲାଲନ ପାଲନ ଉତ୍ସବ କରୁଛନ୍ତି ସେଇ ରାଜା ଆଦିତ୍ୟ ସେନ। ভাই রাজা আদিত্য সেন, ମୁଁ ତ ଘରେ କେବେ ବି ଉତ୍ସବ ପାଳନ ହେବାକୁ ଦେବିନି। ତୁ ଯେମିତି ମୋ ଆଖିରେ ଲୁହ ଦେଇଛୁ, ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ଦେଇଛୁ, ମୁଁ ମଧ୍ୟ ତୋ ଆଖିରେ ଲୁହ ଦେବି, ଲୁହ। ଆଜ୍ଞା ଏଇଥିପାଇଁ ଆପଣଙ୍କ ସ୍ତ୍ରୀକୁ ଡାକିବାକୁ ପଡ଼ିବ, ଆପଣଙ୍କ ମନେ ପଡୁନି? ତୁ ଠିକ କହିଛୁ ରେ ବେଙ୍ଗ। ମୋ ପାଖ ଆଜି ଅନେକ ଧନ ସମ୍ପତ୍ତି ଅଛି ବୋଲି ଅନେକ ଚାକର ବାକର ଅଛି, ମୋ ପାଖରେ ମୋ ଇନ୍ଦୁ ରେଖା ଅଛନ୍ତି, ମୋର ଗୋଟାଏ ପୁଅ ଅଛି। ଏଇ ସୁବର୍ଣ୍ଣ ନଗରୀରେ ନା ମତେ ଡର କାହାକୁ, ନା ମତେ ଭୟ। ହେଲେ ଆଜ୍ଞା ଆଜ୍ଞା ସାରେ ଏଇ ସୁବର୍ଣ୍ଣ ନଗରୀରେ ମୁଁ ଉଠ କହିଲେ ଉଠିବେ, ମୁଁ ବସ କହିଲେ ବସିବେ। ତାହେଲେ ମୁଁ ଯାଇକି ନେଇକି ଆସୁଛି ଆଜ୍ଞା, ଆପଣ ଏଇଠି ଅପେକ୍ଷାରେ ବସି ପଡ଼ନ୍ତୁ। ତୁ ଯା ସେଇ ମୋର ଦ୍ୱିତୀୟ ପତ୍ନୀ ଇନ୍ଦୁ ରେଖାକୁ ମୋ ପାଖକୁ ନେଇକି ଆସେ ବେଙ୍ଗ, କିନ୍ତୁ ଗୋଟାଏ କଥା ମନେ ରହ। ଆଜ୍ଞା ସାରେ ତୁ ଯେମିତି ବିଳମ୍ବ କରିବୁନି। ନାହିଁ ଆଜ୍ଞା ନାହିଁ, ନହେଲେ ଜାଣିଛୁ ଏଇ ବଳବନ୍ତ ବୋଲି ସିଂ ହଉଛି ଗୋଟେ ଖାଇଲା ବାଘ। ତାହେଲେ ଆସୁଛି ଆଜ୍ଞା, ଆପଣ ଏଇଠି ଅପେକ୍ଷା କରନ୍ତୁ, ମୁଁ ନେଇକି ଆସୁଛି ମହାରାଣୀକୁ। ଯାବେ
রাজা আদিত্য সেন কেবে ବି ତ ଘରେ ଉତ୍ସବ ପାଳନ ହେବାକୁ ଦେବିନିବେ ଆସୁଛି ଅପେକ୍ଷା କର ସେହି ସମୟଟାକୁ ଜୟ ସୀତାରାମ।